କାଳଜୟୀ ଲେଖକ ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କର କଲମ ମୁନରୁ ଗଳ୍ପଟିଏ। ଗଳ୍ପଟିର ନାଁ ହେଲା ବନ୍ଦୀ। ବନ୍ଦୀ ହସୁଛି, ମାତ୍ର ତା ହସରେ ସରସତା ନାହିଁ। ତାର ଅଧର ଶୁଖି ନିତାନ୍ତ କଳା ପଡ଼ିଯାଇଛି। ଆଖିରେ ଜ୍ୟୋତି ନାହିଁ। କଣ୍ଠସ୍ୱର କେତେ କାଳୁ ତାଳୁ ଭିତରେ ଲୀନ ହୋଇଯାଇଛି। ତା ଭିତରେ ସେ ହସୁଛି। ହସୁଛି ସେ, ହସି ହସି ଭାଜି ପଡ଼ୁଛି। ତା ବୁକୁର ହାଡ଼ ଗୋଟି ଗୋଟି ହୋଇ ଗଣି ହୋଇଯାଉଛି। ଗାଲର ଠୁଙ୍ଗି ବାହାରି ପଡ଼ିଛି। ପାଦର ଗତି ଠିକ୍ ଲକ୍ଷ୍ୟ ଦିଗରେ ପଡ଼ୁନାହିଁ। ତଥାପି ସେ ଅବସ୍ଥାରେ ସେ ହସୁଛି। ତାର ହାତରେ ଲୁହା କଡ଼ା, ଅଣ୍ଟାରେ ଦଉଡ଼ି, ମୁଣ୍ଡରେ ଟୋପି, ଦେହରେ ଏକମାତ୍ର ଆବରଣୀ ଜଙ୍ଘିଆ। ତେବେ ବି ସେ ହସି ହସି ଭାଜି ପଡ଼ୁଛି। ବନ୍ଦୀର ହସ ବଡ଼ ବିକଟ ହସ। ପଛରୁ ପକ୍ଷୀ ସେ ସ୍ୱର ଶୁଣି ଉଡ଼ି ଯାଉଛନ୍ତି। ବାଟର ବାଟୋଇ ବୁଲି ଚାହୁଁଛି। ବୁଲା ବିକାଳି ତାର ବିକା ବନ୍ଦ କରି ରହୁଛି। ଦୋକାନୀ ଦେଖୁଛି। ଗ୍ରାହକ ତାର ମୁହଁ ପାଖରୁ ମୁହଁ ବୁଲେଇ ଦେଉଛି। ଏସବୁ କେବଳ ବନ୍ଦୀର ହାସ୍ୟରୋଳ ଶୁଣି। ଅଣ୍ଟାର ଦଉଡ଼ିଟାକୁ ଧରିଥିବା ଚପରାସୀ ଶେଷରେ ଖୁବ୍ ଜୋରରେ ଦଉଡ଼ିଟାକୁ ଟାଣି ଦେଇ କହୁଛି, ଜଲ୍ଦି ଚାଲ, ଜଲ୍ଦି ଚାଲ। ଗୋଟାଏ ଝିଙ୍କା ଖାଇ ବନ୍ଦୀ ପଛକୁ ବୁଲି ଚାହିଁ କହିଲା, ବେଶ ତ, ମୁଁ ଯେ କଏଦୀ। ମୁଁ କି ଏ କଥା ମନେ ରଖିଛି ବାବୁ? 1 ନମ୍ବର ଦାଗିର ପୁଣି ଏ କଥା କ'ଣ ମନେ ରହୁନାହିଁ? କଳିକାଳ ତ। ଚପରାସୀ ବିସ୍ମିତ ହୋଇ ପଚାରିଲା, ଏ କଥା କ'ଣ ତୋର ମନେ ନଥିଲା? ସେ ଘର ଭିତରେ ମନେ ନଥିଲା ବାବୁ, ମାତ୍ର ଏବେ ଯେ ତୁମେ ମୋତେ ବାହାରକୁ ଆଣିଛ, ଏ ଖୋଲା ପବନ, ଏ ମିଠା ଆଲୁଅ, ଏ ଗହଳ ଚହଳ, ଏସବୁ ଦେଖି କ'ଣ ସେ କଥା ମୋର ମନେ ରହିପାରିବ? ହେଲା, ଯଦି ମନେ ନ ରହିଲା ଏଥିରେ ହସିବାର ବା କି କାରଣ ଅଛି? ବନ୍ଦୀ ବେଖାତିର ଭାବରେ କହିଲା, ହସିବାକୁ କାରଣ ନାହିଁ। ଏଇ ତ ଦେଖୁଛି, ମୋ ପରି ଅନେକ ଲୋକ ଅଛନ୍ତି। କି ବୋକା ସତେ ସେମାନେ। ଏ ଜେଲଖାନାକୁ ନ ଆସିଲା ଯାଏ ସେମାନେ ପ୍ରକୃତ ମନୁଷ୍ୟକୁ ଚିହ୍ନି ପାରିବେ ନାହିଁ। ଚପରାସୀ କିଛି ବୁଝିପାରିଲା ନାହିଁ। ପଚାରିଲା, କିରେ ପାଗଳ ହେଲୁ କି? ହଁ ବାବୁ, ପାଗଳ ବୋଲି ଧରା ହେଇଥିଲି, ଆଉ ପାଗଳ ବୋଲି ଦଣ୍ଡ ମଧ୍ୟ ପାଇଛି। ମାତ୍ର ମୁଁ ତ ପାଗଳ ନୁହେଁ। ମୋ ମାଥା ଖୁବ୍ ଠିକ୍ ଅଛି। ଯେଉଁମାନେ ବିଚାର କରି ଦଣ୍ଡ ଦେଉଛନ୍ତି ସେମାନେ ହେଉଛନ୍ତି ପାଗଳ। ଚୁପ୍ ଶୈତାନ। ଚାଲ, ଜଲ୍ଦି ଚାଲ। ବନ୍ଦୀ ଚାଲିଲା। ହାତକଡ଼ା ତାର କି ଗୀତ ଗାଇଲା। ଶୁଭିଲା ଝଣ୍ ଝଣ୍ ଝଣ୍। ବନ୍ଦୀ ତା ସାଙ୍ଗେ ସାଙ୍ଗେ କହିଲା, ଶୁଣିବ ବାବୁ କଥାଟିଏ? କି କଥା? ଯେଉଁ କଥା ଶୁଣିଲେ ଆପଣ ପାଗଳ ହେବେ। ମୁଁ ହେବି ପାଗଳ? ଚାଲ, ଜଲ୍ଦି ଚାଲ। ବନ୍ଦୀ ଚପରାସୀର ମୁହଁକୁ ଟିକିଏ ବୁଲି ଚାହିଁଲା। ଚାଲୁଛି, ଶୁଣ, ଦେଖ, ଏଇ ଯେ ଲୋକଟା ଗଛ ମୂଳେ ବସିଛି ତାକୁ ଦେଖ। ହଁ, ଦେଖୁଛି, ତୁ ଚାଲ। ସେ ଯେ ଲୁଗା ଖଣ୍ଡେ ପିନ୍ଧିଛି ଏକଥା କହିହେବ ନାହିଁ। ଖାଲି ତା ଅଣ୍ଟାରେ ଗୁଡ଼ାଏ କନାଧାଡ଼ି ଗୁଡ଼ା ଯାଇଛି। ହଁ, ତା ତ ଦେଖୁଛି ମୁଁ। ତାପରେ ଦେଖ ତାର ଦେହକୁ। ଉପରେ ଚମ, ଭିତରେ ହାଡ଼, ମାଂସ ନାହିଁ କି ରକ୍ତ ନାହିଁ। ତାପରେ କ'ଣ ତୁ କହୁଛୁ? କ'ଣ କହୁଛି ବୁଝିପାରୁନା? ସେ ଆସିଛି ଭିକ ମାଗି। ହେଲା କ'ଣ ସେଠୁ? ବନ୍ଦୀ ଟିକେ ନୀରବ ରହି ତାପରେ କହିଲା, ଧର ତା ଘରେ ଥିବ ଗୋଟେ ଶିଶୁ। ମା ତାକୁ ଜଗି ବସିଥିବ। ହେଇପାରେ ସେ ଶିଶୁଟିର ଉଠିବାକୁ ବଳ ନଥିବ। ଶିଶୁଟି ପେଟ ବିକଳରେ ଦୁଧ ପାଇଁ କେବଳ ମା ବୁକୁର ଉପର ଦିଟା ଚମକୁ ଚୁଚୁମୁଥିବ। ଚପରାସୀର ସେ କଥା ଶୁଣିବାକୁ ଧୈର୍ଯ୍ୟ ରହିଲା ନାହିଁ। ପଚାରିଲା, ଆରେ କଥା କ'ଣ? ବନ୍ଦୀ କହିଲା, କଥା କିଛି ନୁହେଁ। ଏ ଆସିଛି ଭିକ ମାଗି, ସେ ଶିଶୁ ଓ ତାର ମାଆକୁ ପୋଷିବାକୁ। ହେଲା କ'ଣ ସେଥିରୁ? ଏଥିରେ ବା ହସିବା କଥା କ'ଣ ଅଛି? ନା, ଆହୁରି କଥା ବାକି ଅଛି। ଦେଖୁଛ ତ, ଏ ରାସ୍ତାରେ କେତେ ଲୋକ ଯିବା ଆସିବା କରୁଛନ୍ତି। ହୁଏତ ଏ ଭିତରେ ଏ ଲୋକ ଗହଳିରେ କେଉଁ ରାଜକୁମାର ଯାଉଥିବ। ତା ହାତରେ ଥିବା ସୁନାର ଖଡ଼ୁ, ଅଣ୍ଟାରେ ଥିବ ସୁନାର ସୂତା, ବେକରେ ଥିବ ସୁନାର ମାଳି, ଆଉ ତା ପକେଟରେ ଥିବା ସୁନା ମୋହର। ଥିଲେ ୟାର କ'ଣ ହେବ? ଠିକ୍ ସେଇ କଥା କହି ଆସୁଛି। ୟାର କିଛି ହେବ ନାହିଁ। ହୁଏତ ଏ ବିଚାରିବ ଯାହାର ଏତେ ସମ୍ପତ୍ତି ଅଛି, ସେ ସମ୍ପତ୍ତିରୁ ଗୋଟିଏ କ'ଣ କାଢ଼ି ନେଲେ କିଛି ଆପତ୍ତି ଅଛି? ସେ କଥା ବିଚାରି ଚୋରି କରିବ ନାହିଁ। ଲୁଚି ଲୁଚି ଯାଇ ପଛପଟୁ ବେକରୁ କାଢ଼ି ନେବ ଗୋଟିଏ ହାର। ବେଶ, ତାହେଲେ ଏଇଟା କ'ଣ ଚୋରି ନୁହେଁ? ବନ୍ଦୀ ଉତ୍ତେଜିତ ହେଲା ପରି କହିଲା, ହଁ, ହାକିମ କହିବେ ଚୋରି ବୋଲି, ଆଉ ତୁମେ କହିପାର ଚୋର ବୋଲି। ମାତ୍ର
से किपरि कहबाकू चोरी? जे धूली परी तले पड़ी सी जेबे पर्वत देहर धूली टिके नहीं आपणार बल बढ़ाइबाकू चेष्टा कला ताहा कौन हैला चोरी? हौ चोरी हैला तापरे से धरा पड़ला। शेषरे हैला तार विचार। बंदी नीरव रहिला। मुँह पति किछ समय ठिया हैला। पछपटु शब्द शुभिला, ए चाल जल्दी चाल। बंदी निदरू उठी पड़ला परी चमकी कहला, हाँ हाँ चालुची। कौन कहतली बाबू? आखिरे पानी की लुह कहीं कहते? एगुड़ाक जे रक्तर लसा कौ कौ से आखिर दुई धार लुह ढालीदेला। चपरासी हाथ में धरी दौड़ीटी टे टाणी दे कहला, अरे पागल, पागलामी देखा बेल कौन एति बेले? ना आदौ पागलामी नुहे बाबू। सी मकदमा विचार बेले तार स्त्री आसब। ठीक मशाणी उठी आसला परी आसी से कचेरी पिंडारे ठिया हब। ता हाथ में थी गोटे छोट मनीष शिशुर देहर हाड़ छांच। से कहब एहारी पाई। बंदीर कंठरोध हो आसला। मुह को विकृत करी से कहला, कचेरी घरे हाकिम आगे विचार बेले से हाड़ छांचटी से शिशुटी थरे मात्र पवन ढोकी आखि तोराटी देव। से मला बेले हाकिम तार बापा को दंड देव 2 बरस। पागल किए बाबू? एहीपरि समय पछपटु एक धक्का बाजिबा संगे संगे शब्द शुभिला, पागल तू? बापरे कही बंदी मुह पति बसी पड़ला। तार चेता हैला बंदीशाला भितरे। से एक माली चोरी करी जेल जाइथिला 1.5 वर्ष तले। तारी कोलर संखाड़ी शिशुटी ताहारी विचार बेलू कचेरी भितर माँ कोଳରେ आखि बुझीथिला। से दिन को तार 7 दिन उपास परे जनागला बंदी बाहर को गला बेले कौन सी भिकारी देखिले तार एपरी पागलामी बाहरे। समाप्त।